ଶ୍ରୀରାମ ମନ୍ଦିର ସମ୍ପର୍କିତ 50ଟି ପ୍ରଶ୍ନ। ଅଯୋଧ୍ୟା ଶ୍ରୀରାମ ମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ? ଉତ୍ତର ଉତ୍ତରପ୍ରଦେଶ। ଶ୍ରୀରାମ ମନ୍ଦିର ଉତ୍ତରପ୍ରଦେଶର କେଉଁ ସହରରେ ଅବସ୍ଥିତ? ଉତ୍ତର ଅଯୋଧ୍ୟା। ଅଯୋଧ୍ୟା କେଉଁ ନଦୀ କୂଳରେ ଅବସ୍ଥିତ? ଉତ୍ତର ସରଜୁ ନଦୀ। ରାମ ମନ୍ଦିରର ଉଚ୍ଚତା କେତେ ଫୁଟ? ଉତ୍ତର 161 ଫୁଟ। ରାମ ମନ୍ଦିର ନିର୍ମାଣ ପାଇଁ କେତେ ସମୟ ଲାଗିଥିଲା? ଉତ୍ତର 3 ବର୍ଷ 9 ମାସ। ରାମ ମନ୍ଦିର ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ କରାଯାଇଛି? ଉତ୍ତର 300 କୋଟି। ରାମ ମନ୍ଦିରରେ କେଉଁ ଦେବତାଙ୍କୁ ପୂଜା କରାଯାଏ? ଉତ୍ତର ରାମଲାଲା। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କେବେ କରାଗଲା? ଉତ୍ତର 22 ଜାନୁଆରୀ 2024। ରାମଲାଲାଙ୍କ ମୂର୍ତ୍ତିର ଓଜନ କେତେ? ଉତ୍ତର 200 କେଜି ବା 2 କୁଇଣ୍ଟାଲ। ରାମଲାଲାଙ୍କ ମୂର୍ତ୍ତିର ଉଚ୍ଚତା କେତେ? ଉତ୍ତର 51 ଇଞ୍ଚ ବା 4.24 ଫୁଟ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭ ମୁହୂର୍ତ୍ତ କେତେ ସମୟର ଥିଲା? ଉତ୍ତର 84 ସେକେଣ୍ଡ। ରାମଲାଲାଙ୍କ ମୂର୍ତ୍ତିକାରକ କିଏ ଅଟନ୍ତି? ଉତ୍ତର ଅରୁଣ ଯୋଗୀରାଜ। ରାମଲାଲାଙ୍କ ମୂର୍ତ୍ତି ପରିସରରେ କ'ଣ ଦର୍ଶାଯାଇଛି? ଉତ୍ତର ବିଷ୍ଣୁ ଦେବତାଙ୍କ 10 ଅବତାର। ଅଯୋଧ୍ୟା ରାମ ମନ୍ଦିର କେବେ ଉଦ୍ଘାଟନ କରାଗଲା? ଉତ୍ତର 22 ଜାନୁଆରୀ 2024। ରାମ ମନ୍ଦିରର ଶିଳାନ୍ୟାସ କେବେ କରାଯାଇଥିଲା? ଉତ୍ତର 5 ଅଗଷ୍ଟ 2020 ତାରିଖ। ରାମ ମନ୍ଦିରର ଶିଳାନ୍ୟାସ କାହା ଦ୍ୱାରା କରାଯାଇଥିଲା? ଉତ୍ତର ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା। ରାମ ମନ୍ଦିରର ମୁଖ୍ୟ ବାସ୍ତୁକାର କିଏ ଅଟନ୍ତି? ଉତ୍ତର ଚନ୍ଦ୍ରକାନ୍ତ ସମ୍ପୁରା। ରାମ ମନ୍ଦିରର ନିର୍ମାଣ କେଉଁ ଶୈଳୀରେ କରାଯାଇଛି? ଉତ୍ତର ନାଗର ଶୈଳୀ। ରାମ ମନ୍ଦିରର ନିର୍ମାଣ କେଉଁ କମ୍ପାନୀ ଦ୍ୱାରା କରାଯାଇଛି? ଲାର୍ସନ ଓ ଟ୍ୟୁବ୍ରୋ L&T। ଶ୍ରୀରାମ ମନ୍ଦିରରେ କେଉଁ 3ଟି ପର୍ବ ବେଶ୍ ଧୁମଧାମରେ ପାଳନ କରାଯିବ? ରାମ ନବମୀ, ଦୀପାବଳି, ଦଶହରା। ରାମ ମନ୍ଦିରର ମୁଖ୍ୟ ପୂଜାରୀ କିଏ ଅଟନ୍ତି? ଉତ୍ତର ଶ୍ରୀ ସତ୍ୟେନ୍ଦ୍ର ଦାସ। ରାମ ମନ୍ଦିର ପରିସରର କ୍ଷେତ୍ରଫଳ କେତେ? ଉତ୍ତର 2.7 ଏକର। ରାମ ମନ୍ଦିରରେ ମୋଟ କେତୋଟି ସ୍ତମ୍ଭ ରହିଛି? ଉତ୍ତର 392ଟି। ରାମ ମନ୍ଦିରରେ ମୋଟ କେତୋଟି ମଣ୍ଡପ ରହିଛି? ଉତ୍ତର 5ଟି। ରାମ ମନ୍ଦିରର ଚାରିକୋଣରେ କ'ଣ ରହିଛି? ଉତ୍ତର 4 ଦେବାଦେବୀଙ୍କ ମନ୍ଦିର ସୂର୍ଯ୍ୟ, ଦେବୀ ଭଗବତୀ, ଶ୍ରୀ ଗଣେଶ ଏବଂ ଶିବ। ବର୍ତ୍ତମାନ ଯେଉଁ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରାଯାଇଛି ସେଠାରେ ପୂର୍ବରୁ କ'ଣ ଥିଲା? ଉତ୍ତର ବାବ୍ରି ମସଜିଦ। ବାବ୍ରି ମସଜିଦ କେବେ ଧ୍ୱଂସ କରାଯାଇଥିଲା? ଉତ୍ତର 6 ଡିସେମ୍ବର 1992। ବାବ୍ରି ମସଜିଦ ଧ୍ୱଂସ ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ଥିଲେ? ଉତ୍ତର କଲ୍ୟାଣ ସିଂ। ବାବ୍ରି ମସଜିଦ ଧ୍ୱଂସ ସମୟରେ ଭାରତର ପ୍ରଧାନମନ୍ତ୍ରୀ କିଏ ଥିଲେ? ଉତ୍ତର PV ନରସିଂହ ରାଓ। 1998 ନକ୍ସା ଅନୁସାରେ ରାମ ମନ୍ଦିରର ଉଚ୍ଚତା କେତେ ରଖାଯାଇଥିଲା? ଉତ୍ତର 141 ଫୁଟ। ଅଯୋଧ୍ୟା ବିବାଦ କେତେ ଏକର ଜମିକୁ ନେଇ ଘଟିଥିଲା? ଉତ୍ତର 2.77 ଏକର। ଅଯୋଧ୍ୟା ବିବାଦ ଉପରେ ଲଗାତାର କେତେ ଦିନ ଶୁଣାଣି ହୋଇଥିଲା?
ଉତ୍ତର 40 ଦିନ। ଅଯୋଧ୍ୟା ବିବାଦର ଫଇସଲା କେତେ ଜଣ ଜଜ୍ ଜଣାଇଥିଲେ? ଉତ୍ତର 5 ଜଣ। ଅଯୋଧ୍ୟା ବିବାଦ ଫଇସଲା ଶୁଣାଣିରେ 5 ଜଣ ବିଚାରପତି କିଏ ଥିଲେ? ରଞ୍ଜନ ଗୋଗୋଇ, ଅଶୋକ ଭୂଷଣ, ଅବଦୁଲ ନଜିର, ଡି.ୱାଇ. ଚନ୍ଦ୍ରଚୂଡ଼, ଏସ୍.ଏ. ବୋବଡେ। ଅଯୋଧ୍ୟା ବିବାଦ ଫଇସଲାରେ ମସଜିଦ୍ ପାଇଁ କେତେ ଜମି ଦିଆଯାଇଛି? ଉତ୍ତର 5 ଏକର। ଅଯୋଧ୍ୟାସ୍ଥିତ ମସଜିଦର ନାମ କ'ଣ? ଉତ୍ତର ବାବ୍ରି ମସଜିଦ୍। ଅଯୋଧ୍ୟା ବିବାଦର ଶେଷ ନିଷ୍ପତ୍ତି ସୁପ୍ରିମକୋର୍ଟ କେବେ ଶୁଣାଇଥିଲେ? ଉତ୍ତର 9 ନଭେମ୍ବର 2019। ଅଯୋଧ୍ୟାର ପ୍ରାଚୀନ ନାମ କ'ଣ ଥିଲା? ଉତ୍ତର ଫୈଜାବାଦ। ଉତ୍ତରପ୍ରଦେଶର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କିଏ ଅଟନ୍ତି? ଉତ୍ତର ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶର ବର୍ତ୍ତମାନ ରାଜ୍ୟପାଳ କିଏ ଅଟନ୍ତି? ଉତ୍ତର ଆନନ୍ଦୀବେନ ପଟେଲ। ବାବରଙ୍କ ମୃତ୍ୟୁ କେବେ ହୋଇଥିଲା? ଉତ୍ତର 1530 ମସିହା। ବାବରଙ୍କ ପୁତ୍ରର ନାମ କ'ଣ? ଉତ୍ତର ହୁମାୟୁନ। ବାବ୍ରି ମସଜିଦ୍ କେଉଁ ବର୍ଷ ନିର୍ମାଣ କରାଯାଇଥିଲା? ଉତ୍ତର 1528 ମସିହା। ବାବର କେବେ ଭାରତ ଆସିଥିଲେ? ଉତ୍ତର 1526 ମସିହା। ବାବ୍ରି ମସଜିଦ୍ ତିଆରି କରିଥିବା ବାବରଙ୍କର ସେନାପତି କିଏ ଥିଲେ? ଉତ୍ତର ମୀରା ବାକି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମମନ୍ଦିର ପରିସରରେ କେଉଁ ବୃକ୍ଷ ଲଗାଇଥିଲେ? ଉତ୍ତର ପାରିଜାତ। ଅଯୋଧ୍ୟା ରାମମନ୍ଦିରର କେତୋଟି ଗମ୍ବୁଜ ରହିଛି? ଉତ୍ତର 5ଟି। ଅଯୋଧ୍ୟା ରାମମନ୍ଦିରର ଲମ୍ବ ଓ ପ୍ରସ୍ଥ କେତେ ଫୁଟ? ଉତ୍ତର ଲମ୍ବ 380, ପ୍ରସ୍ଥ 250 ଫୁଟ। ଅଯୋଧ୍ୟା ରାମମନ୍ଦିରର ଟୋଟାଲ ଏରିଆ? ଉତ୍ତର 70 ଏକର। ଅଯୋଧ୍ୟା ରାମମନ୍ଦିରର ତାଲା କେତେ କିଲୋ? ଉତ୍ତର 400 କିଲୋ।